ପୁରୀ ଶ୍ରୀକ୍ଷେତ୍ରରେ ଯେତେବେଳେ ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜି ଉଠୁଥିଲା, ସେହି ସମୟରେ ଜନ୍ମ ନେଇଥିଲେ ଜଗନ୍ନାଥଙ୍କ ଜଣେ ମହାନ ଭକ୍ତ ବଳରାମ ଦାସ। ସେ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ହୃଦୟରେ ସବୁବେଳେ ଥାଏ ଜଗନ୍ନାଥଙ୍କ ପ୍ରେମ, ଦୟା ଓ ଭକ୍ତି। ବଳରାମ ଦାସ ଛୋଟବେଳୁ ଅତ୍ୟନ୍ତ ସରଳ ଓ ଧାର୍ମିକ ଥିଲେ। ସେ ଧନ ଦୌଲତ କିମ୍ବା ରାଜସିକ ଜୀବନକୁ କେବେ ଭଲ ପାଉନଥିଲେ। ଗାଁର ଲୋକମାନେ ତାଙ୍କୁ ଦେଖି କହୁଥିଲେ, ଏହି ଛୁଆଟି ଅଲଗା, ଏହାର ମନ ସବୁବେଳେ ଭଗବାନଙ୍କ ପାଖରେ ରହେ। ସକାଳ ସକାଳେ ସେ ନଦୀକୂଳକୁ ଯାଇ ସ୍ନାନ କରୁଥିଲେ। ତାପରେ ତୁଳସୀ ମାଳା ଧରି ଜଗନ୍ନାଥଙ୍କ ନାମ ଜପ କରୁଥିଲେ। ହରେ କୃଷ୍ଣ 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 ହରେ ହରେ। ତାଙ୍କ ଭଜନ ଶୁଣି ପକ୍ଷୀମାନେ ମଧ୍ୟ ଶାନ୍ତ ହୋଇଯାଉଥିଲେ। ଗାଁର ବୃଦ୍ଧମାନେ କହୁଥିଲେ, ଏହାର କଣ୍ଠରେ ଭକ୍ତି ଅଛି। ସମୟ ଗଡ଼ିବା ସହିତ ବଳରାମ ଦାସ ଭକ୍ତି ଓ ଜ୍ଞାନରେ ବଡ଼ ହେଲେ। ସେ ଓଡ଼ିଆ ଭାଷାରେ ଅନେକ ଧାର୍ମିକ ଗ୍ରନ୍ଥ ଲେଖିଲେ। ସାଧାରଣ ଲୋକମାନେ ଯେପରି ଭଗବାନଙ୍କ କଥା ବୁଝିପାରିବେ, ସେଥିପାଇଁ ସେ ସରଳ ଭାଷା ବ୍ୟବହାର କରୁଥିଲେ। କିନ୍ତୁ ସମସ୍ତେ ତାଙ୍କୁ ସମ୍ମାନ କରୁନଥିଲେ। କିଛି ଅହଙ୍କାରୀ ଲୋକ କହୁଥିଲେ, ଭଗବାନଙ୍କ କଥା ଲେଖିବା ସବୁଙ୍କ କାମ ନୁହେଁ। କିନ୍ତୁ ବଳରାମ ଦାସ ହସି କହୁଥିଲେ, ଭଗବାନ ସମସ୍ତଙ୍କର, ତାଙ୍କ ନାମ କହିବାକୁ କାହାର ଅନୁମତି ଲାଗେ ନାହିଁ। ଏକ ବର୍ଷ ପୁରୀରେ ଆସିଲା ପବିତ୍ର ରଥଯାତ୍ରା। ସମଗ୍ର ପୁରୀ ଉତ୍ସବ ମୁଖର ହୋଇଯାଇଥିଲା। ବଡ଼ଦାଣ୍ଡରେ ଲୋକମାନଙ୍କ ଭିଡ଼। ସବୁଠାରେ ଶଙ୍ଖ, ଘଣ୍ଟା, ମୃଦଙ୍ଗର ଧ୍ୱନି। ତିନୋଟି ବିଶାଳ ରଥ ସଜାଯାଇଥିଲା। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ। ସମସ୍ତ ଭକ୍ତଙ୍କ ଭଳି ବଳରାମ ଦାସ ମଧ୍ୟ ଖୁସି ହେଲେ। ସେ ଭାବିଲେ, ଆଜି ମୋ ପ୍ରଭୁଙ୍କୁ ନିକଟରୁ ଦେଖିବି, ତାଙ୍କ ରଥ ଟାଣିବି। ଏହା ମୋ ଜୀବନର ସର୍ବଶ୍ରେଷ୍ଠ ଦିନ। ସେ ଧୀରେ ଧୀରେ ରଥ ପାଖକୁ ଯାଉଥିଲେ। ତାଙ୍କ ଆଖିରେ ଭକ୍ତିର ଲୁହ। କିନ୍ତୁ କିଛି ସେବକ ଓ ଅହଙ୍କାରୀ ପଣ୍ଡିତ ତାଙ୍କୁ ଦେଖି ରାଗିଗଲେ। ଜଣେ କହିଲା, ତୁମେ ଏଠାକୁ କାହିଁକି ଆସିଛ? ଅନ୍ୟ ଜଣେ କହିଲା, ଦୂରେ ଯାଅ, ରଥ ପାଖରେ ରହିବାକୁ ତୁମେ ଯୋଗ୍ୟ ନୁହଁ। ବଳରାମ ଦାସ ନମ୍ର ସ୍ୱରରେ କହିଲେ, ମୁଁ କେବଳ ମୋ ପ୍ରଭୁଙ୍କୁ ଦେଖିବାକୁ ଆସିଛି। କିନ୍ତୁ ସେମାନେ ତାଙ୍କୁ ଧକ୍କା ଦେଇ ଦୂରକୁ ହଟାଇଦେଲେ। ଭକ୍ତ ବଳରାମ ଦାସଙ୍କ ଆଖିରୁ ଲୁହ ଝରିପଡ଼ିଲା। କିନ୍ତୁ ସେ କାହାକୁ କିଛି କହିଲେ ନାହିଁ। ଶାନ୍ତ ଭାବରେ ସେ ସମୁଦ୍ର କୂଳକୁ ଚାଲିଗଲେ। ସେଠାରେ ବସି ସେ ଆକାଶକୁ ଦେଖି କହିଲେ, ହେ କାଳିଆ ଠାକୁର, ତୁମ ଦୁଆରୁ ମୋତେ ଫେରାଇ ଦେଲେ, କିନ୍ତୁ ମୁଁ ଜାଣେ ତୁମେ ମୋ ମନର ଭକ୍ତିକୁ ଦେଖୁଛ। ତାପରେ ସେ ସମୁଦ୍ର ବାଲିରେ ତିନୋଟି ଛୋଟ ରଥ ତିଆରି କଲେ। ସେ ଭକ୍ତି ଭାବରେ କହିଲେ, ଏହା ମୋର ନନ୍ଦିଘୋଷ, ଏହା ମୋର ତାଳଧ୍ୱଜ, ଏହା ମୋର ଦର୍ପଦଳନ। ସେ ତୁଳସୀ ପତ୍ର ଓ ଫୁଲ ଦେଇ ସେହି ବାଲିର ରଥକୁ ପୂଜା କରିଲେ। ପରେ ଭଜନ ଗାଇବାକୁ ଲାଗିଲେ। ଏପଟେ ବଡ଼ଦାଣ୍ଡରେ ଏକ ଅଦ୍ଭୁତ ଘଟଣା ଘଟିଲା। ହଜାର ଲୋକ ରଥ ଟାଣୁଥିଲେ, କିନ୍ତୁ ରଥ ଆଗକୁ ଯାଉନଥିଲା। ଶକ୍ତିଶାଳୀ ଯୁବକମାନେ ଚେଷ୍ଟା କଲେ। ହାତୀ ଲଗାଗଲା, କିନ୍ତୁ ରଥ ଏକ ଇଞ୍ଚ ମଧ୍ୟ ଚଳିଲା ନାହିଁ। ଲୋକମାନେ ଭୟଭୀତ ହେଲେ। ରାଜା ପ୍ରତାପରୁଦ୍ର ଦେବ ଚିନ୍ତାରେ ପଡ଼ିଗଲେ। ସେ କହିଲେ, ଏହା କୌଣସି ସାଧାରଣ ଘଟଣା ନୁହେଁ। ନିଶ୍ଚୟ ପ୍ରଭୁ କୌଣସି କାରଣରେ ଅସନ୍ତୁଷ୍ଟ ଅଛନ୍ତି। ସେହି ରାତିରେ ରାଜା ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ଶ୍ରୀଜଗନ୍ନାଥ ଦେଖାଦେଲେ। ତାଙ୍କ ମୁହଁରେ ହାଲୁକା ହସ। ପ୍ରଭୁ କହିଲେ, ରାଜା, ମୋର ପ୍ରିୟ ଭକ୍ତ ବଳରାମ ଦାସଙ୍କୁ ଅପମାନ କରାଯାଇଛି। ସେ ଦୁଃଖିତ ଅଛନ୍ତି। ଯେପର୍ଯ୍ୟନ୍ତ ତାଙ୍କୁ ସମ୍ମାନର ସହିତ ଆଣାଯିବ ନାହିଁ, ସେ ପର୍ଯ୍ୟନ୍ତ ମୋର ରଥ ଚାଲିବ ନାହିଁ। ରାଜା ହଠାତ୍ ନିଦରୁ ଉଠି ପଡ଼ିଲେ। ସେ ତୁରନ୍ତ ସେବକମାନଙ୍କୁ ଡାକି କହିଲେ, ଭକ୍ତ ବଳରାମ ଦାସଙ୍କୁ ଖୋଜି ଆଣ, ତାଙ୍କୁ ସମ୍ମାନର ସହିତ ନେଇ ଆସ। ସେବକମାନେ ସମୁଦ୍ର କୂଳକୁ ଯାଇ ଦେଖିଲେ, ବଳରାମ ଦାସ ଆଖି ବନ୍ଦ କରି ଭଜନ ଗାଉଛନ୍ତି। ତାଙ୍କ ମୁହଁରେ ଅଦ୍ଭୁତ ଶାନ୍ତି। ସେବକମାନେ ନମ୍ରତାରେ କହିଲେ, ମହାଶୟ, ଆମକୁ କ୍ଷମା କରନ୍ତୁ, ପ୍ରଭୁ ଆପଣଙ୍କୁ ଡାକୁଛନ୍ତି। ବଳରାମ ଦାସ ହସି କହିଲେ, ମୋ ପ୍ରଭୁ ମୋତେ ଭୁଲି ନାହାନ୍ତି। ସେ ରଥ ପାଖକୁ ଆସିଲେ। ସମସ୍ତ ଲୋକ ନୀରବ ହୋଇ ତାଙ୍କୁ ଦେଖୁଥିଲେ। ବଳରାମ ଦାସ ହାତ ଯୋଡ଼ି ଜଗନ୍ନାଥଙ୍କୁ ପ୍ରଣାମ କଲେ। ପରେ ସେ ଭକ୍ତି ଭାବରେ ରଥର ଦଉଡ଼ିକୁ ଛୁଇଁଲେ। ଆଉ ତତ୍କ୍ଷଣାତ୍ ରଥ ଆଗକୁ ଚାଲିଲା। ଜୟ ଜଗନ୍ନାଥ। ଭକ୍ତ ବଳରାମ ଦାସଙ୍କ ଜୟ। ସମଗ୍ର ପୁରୀ ଧ୍ୱନିତ ହୋଇ ଉଠିଲା। ଯେମାନେ ତାଙ୍କୁ ଅପମାନ କରିଥିଲେ, ସେମାନେ ଲଜ୍ଜିତ ହେଲେ। ସେମାନେ ତାଙ୍କ ପାଦ ଧରି କ୍ଷମା ମାଗିଲେ। ଆଜିର କଥାବସ୍ତୁକୁ ଏଇଠି ବିରାମ ଦେଉଛି, ଏହି ପ୍ରତିଶ୍ରୁତି ସହିତ କି ମୁଁ ପୁଣି ଫେରିବି ମହାପ୍ରଭୁ ଜଗନ୍ନାଥଙ୍କର ଆଉ କିଛି କଥାବସ୍ତୁକୁ ନେଇ। ନମସ୍କାର, ଜୟ ଜଗନ୍ନାଥ।